ସମସ୍ତଙ୍କୁ ଓଡ଼ିଶା କମ୍ୟୁନିକେସନରେ ବହୁତ ବହୁତ ସ୍ୱାଗତ। ବର୍ତ୍ତମାନ ସମୟରେ OSSC ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ବହୁତ ସାରା ପଦବୀର ନିଯୁକ୍ତି ପାଇଁ ନୋଟିଫିକେସନ୍ ଆସିଛି। ଏଥିରେ ସମସ୍ତଙ୍କୁ ନିଯୁକ୍ତିର ସୁଯୋଗ ରହିଛି। ଆପଣମାନେ ଯଦି ଏହି OSSCର ପୋଷ୍ଟ ପାଇଁ ଆବେଦନ କରିବା ପାଇଁ ଚାହୁଁଛନ୍ତି, ତେବେ ଆମେ ଡିଟେଲ୍ସ ନୋଟିଫିକେସନ୍ ଆଲୋଚନା କରିବା। ତା ପୂର୍ବରୁ କହି ରଖୁଛି, ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ। ଯଦି ଆମ ଚ୍ୟାନେଲରେ ନୂଆ, ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ ଲାଟେଷ୍ଟ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଦେଖନ୍ତୁ, ବର୍ତ୍ତମାନ ସମୟରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ 3ଗୋଟି ବିଭାଗରେ ନୋଟିଫିକେସନ୍ ଆସିଛି। ପ୍ରଥମେ ଦେଖନ୍ତୁ ଆପଣଙ୍କର ପୋଷ୍ଟ କ'ଣ ରହିଛି ନା ଆପଣଙ୍କର ବିଶେଷ କରି ଏଗ୍ରିକଲଚରାଲ ସେକ୍ଟରରେ ଆପଣଙ୍କର ପୋଷ୍ଟ ଆସିଛି, ଯେଉଁଟାକି ଆପଣଙ୍କର ପଦବୀର ନାଁ ରହିଛି କ'ଣ ନା ସଏଲ୍ ଏକ୍ସଟେନସନ୍, ଯେଉଁଟାକି ସଏଲ୍ କନଜରଭେସନ୍ ଏକ୍ସଟେନସନ୍ ୱାର୍କର, ଯେଉଁଥିରେ କି ଟୋଟାଲ ପୋଷ୍ଟ ରହିଛି କେତେ ନା 324ଟି ପୋଷ୍ଟ ରହିଛି। ଏଟା ଆପଣଙ୍କର ଗ୍ରୁପ ସି ପୋଷ୍ଟ ରହିଛି ଏବଂ ପେ ସ୍କେଲ୍ ଯେଉଁ ରହିଛି ଆପଣଙ୍କର ସାଲେରୀ ରହିଛି ଲେଭେଲ୍ 5ର ସାଲେରୀ ରହିଛି। ଲେଭେଲ୍ 5ର ସାଲେରୀ ହେଲା ଆପଣଙ୍କର ବେସିକ୍ ହେଲା 21,700। ଯଦି ଆପଣଙ୍କର HRA DA ସବୁ ମିଶେଇ ଦେବେ ତାହେଲେ ଆପଣଙ୍କର ପାଖାପାଖି ସାଲେରୀ ହେଇଯିବ 34,000 ପ୍ଲସ୍। 34,000 ପ୍ଲସ୍ ଆପଣଙ୍କୁ ଇନ୍ ହ୍ୟାଣ୍ଡ ସାଲେରୀ ମିଳିବ। ଏଥିପାଇଁ ଅନଲାଇନ୍ ଆବେଦନ କେବେ ଆରମ୍ଭ କରିବେ ନା ଆପଣଙ୍କର ନଭେମ୍ବର 27 ତାରିଖରୁ ଆରମ୍ଭ ହେଉଛି ଅନଲାଇନ୍ ଆବେଦନ ଏବଂ ଏହାର ଲାଷ୍ଟ ଡେଟ୍ ରହୁଛି ଡିସେମ୍ବର 26 ତାରିଖ। ଏବଂ ଯଦି ଆପଣ ନିଜର ଅନଲାଇନ୍ ଆପ୍ଲିକେସନ୍ ଫର୍ମକୁ ସବମିସନ୍ କରିବାର ମଧ୍ୟ ଡେଟ୍ ଷ୍ଟାର୍ଟ ହେଉଛି 27 ନଭେମ୍ବରରୁ ଏବଂ ସବମିସନ୍ କରିବାର ଲାଷ୍ଟ ଡେଟ୍ ରହୁଛି ଡିସେମ୍ବର 29 ତାରିଖ। ଆପଣ ଯଦି ନିଜ ଆପ୍ଲିକେସନ୍ ଫର୍ମରେ କିଛି ଭୁଲ ହେଉଛି ତେବେ 27 ନଭେମ୍ବରରୁ ଜାନୁଆରୀ 1, 2025 ମଧ୍ୟରେ ଆପଣ ତାକୁ କ'ଣ ନା ଏଡିଟିଂ କରିପାରିବେ। ଏବଂ ଏହା ସହିତ ଏଥିପାଇଁ ଯୋଗ୍ୟତା ଆପଣଙ୍କର କ'ଣ ରହିଛି, କେଉଁମାନେ ଏହି ସଏଲ୍ କନଜରଭେସନ୍ ଏକ୍ସଟେନସନ୍ ୱାର୍କର ପାଇଁ ଆବେଦନ କରିପାରିବେ ତାହା ମଧ୍ୟ ଆମେ କହି ରଖିବା, କାହିଁକିନା ଯେଉଁ ଜିନିଷ ଇମ୍ପୋର୍ଟାଣ୍ଟ ସେଇଟା ହିଁ ଆମେ କରିବା। ପ୍ରଥମତଃ ଆପଣଙ୍କର କ'ଣ ଦରକାର ନା ଓଡ଼ିଆ ରିଡ୍ ରାଇଟ୍ ସ୍ପିକ୍ ଦରକାର, 10 କ୍ଲାସ୍ କିମ୍ବା ଆପଣଙ୍କର ମିଡିଲ୍ ସ୍କୁଲ ଷ୍ଟାଣ୍ଡାର୍ଡ଼ରେ ଆପଣଙ୍କର ଓଡ଼ିଆ ସବଜେକ୍ଟ ଥିବା ଦରକାର। ଏବଂ ଏଥିପାଇଁ କ୍ୱାଲିଫିକେସନ୍ କ'ଣ ରହୁଛି, ଯେଉଁଟା ଆପଣଙ୍କର ସଏଲ୍ ଏକ୍ସଟେନସନ୍ ୱାର୍କର ଯେଉଁ ରହିଛି ଏହାର କ୍ୱାଲିଫିକେସନ୍ ରହୁଛି ଆପଣ +2 ସାଇନ୍ସ ବା +2 ଭୋକେସନାଲରେ ପାସ୍ କରିଥିବେ ଏବଂ ଆପଣଙ୍କର କ'ଣ ଥିବ ନା ସବଜେକ୍ଟ ଏଗ୍ରିକଲଚର ରିଲେଟେଡ୍ ଥିବ। କ୍ରପ୍ ପ୍ରଡକ୍ସନ୍ କିମ୍ବା ହର୍ଟିକଲଚର ବା ରିପେୟାର ମେଣ୍ଟେନାନ୍ସ ଅଫ୍ ପାୱାର ଅଫ୍ ଡ୍ରିଭେନ୍ ଫାର୍ମ ବା ମେସିନାରୀ, এই ମାନେ ଏଗ୍ରିକଲଚର ରିଲେଟେଡ୍ ଯଦି ସବଜେକ୍ଟ ଅଛି ତାହେଲେ ଆପଣ ସଏଲ୍ କନଜରଭେସନ୍ ଏକ୍ସଟେନସନ୍ ୱାର୍କର ପାଇଁ ଆବେଦନ କରିପାରିବେ। ଏଥିପାଇଁ ମିନିମମ୍ ଏଜ୍ ରହୁଛି 21 ବର୍ଷ, ମ୍ୟାକ୍ସିମମ୍ ଏଜ୍ ରହୁଛି ଆପଣଙ୍କର 38 ଇୟର, ଯେଉଁଟାକି ଆପଣଙ୍କର 1/1/2024 ସୁଦ୍ଧା ମିନିମମ୍ 21 ବର୍ଷ, ମ୍ୟାକ୍ସିମମ୍ ଆପଣଙ୍କର ଯେଉଁଟାକି 38 ଇୟର। ଏହା ସହିତ ମଧ୍ୟ ଆପଣଙ୍କୁ ରହିଛି ଏହାର ଯେଉଁଟାକି ଆପଣଙ୍କର କ'ଣ ନା ରିଜର୍ଭେସନ୍ ରହିଛି ଅନ୍ୟାନ୍ୟ କ୍ୟାଟାଗୋରୀ ପାଇଁ। ଦେଖନ୍ତୁ ଆପଣଙ୍କର ଏଥିରେ କେତୋଟି ଷ୍ଟେଜ୍ରେ ଏକ୍ଜାମିନେସନ୍ କରାଯିବ ଏବଂ ଏଥିରେ ଆପଣଙ୍କର 3ଟି ଷ୍ଟେଜ୍ ରହିବ। ଗୋଟେ ପ୍ରିଲିମିନାରୀ ଏକ୍ଜାମିନେସନ୍ ରହିବ, ଯେଉଁଟାକି 150 ମାର୍କର ଏକ୍ଜାମିନେସନ୍ କରାଯିବ ଏବଂ ପ୍ରିଲିମିନାରୀ ଏକ୍ଜାମିନେସନ୍ ପରେ ମେନ୍ ଏକ୍ଜାମିନେସନ୍ କରାଯିବ ଏବଂ ତାପରେ ସାର୍ଟିଫିକେଟ୍ ଭେରିଫିକେସନ୍, ତାପରେ ଆପଣଙ୍କର ସିଲେକ୍ସନ୍ ରହିବ। ଏବଂ ଏହାପରେ ସେକେଣ୍ଡ ପୋଷ୍ଟ ଆପଣଙ୍କର ଆସୁଛି କ'ଣ ନା ଆପଣଙ୍କର ରହିଛି ଆସିଷ୍ଟାଣ୍ଟ ଷ୍ଟାଟିଷ୍ଟିକାଲ ଅଫିସର ବା ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ, ଦୁଇଟି ପଦବୀ ରହିଛି। ଆସିଷ୍ଟାଣ୍ଟ ଷ୍ଟାଟିଷ୍ଟିକାଲ ଅଫିସରରେ ଆପଣଙ୍କର ଟୋଟାଲ ପୋଷ୍ଟ ରହୁଛି କେତେ ନା 169ଟି ପୋଷ୍ଟ ରହିଛି ଏବଂ ଏହା ସହିତ ଯେଉଁଟାକି ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟରେ ରହିଛି 4ଟି ପୋଷ୍ଟ। ଏଇ ଦୁଇଟି ଯାକ ପୋଷ୍ଟ ଗ୍ରୁପ ବିରେ ରହିଛି। ସାଲେରୀ ଲେଭେଲ୍ 9 ରହିଛି। ଲେଭେଲ୍ 9 କହିଲେ ଆପଣଙ୍କର ବେସିକ୍ ପେ କେତେ ଥାଏ ନା 35,400 ଟଙ୍କା ବେସିକ୍ ପେ ଥାଏ ଏବଂ 53% DA, 4% HRA ଯଦି ଆପଣ ଟୋଟାଲ ଉପରେ ମିଶାଇ ଦେବେ ଆପଣଙ୍କୁ 55,000 ପ୍ଲସ୍ ଆପଣଙ୍କର ସାଲେରୀ ରହିବ। ଦେଖନ୍ତୁ, ଏଇ ଯେଉଁ ଆସିଷ୍ଟାଣ୍ଟ ଷ୍ଟାଟିଷ୍ଟିକାଲ ଅଫିସର ଏବଂ ଆପଣଙ୍କ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପାଇଁ ଅନଲାଇନ୍ ଆବେଦନ କେବେଠୁ ଆରମ୍ଭ ହେବ ନା ଆପଣଙ୍କର ନଭେମ୍ବର 29 ତାରିଖରୁ ଆରମ୍ଭ ହେଇ ଡିସେମ୍ବର 28 ତାରିଖ 2024 ଏହି ଡେଟ୍ ମଧ୍ୟରେ ଆପଣଙ୍କୁ ଅନଲାଇନ୍ ଆବେଦନ କରିବେ। ଆପ୍ଲିକେସନ୍ ଫର୍ମ ମଧ୍ୟ ନଭେମ୍ବର 29ରୁ ଡିସେମ୍ବର 31 ମଧ୍ୟରେ ଆପଣ ଡିପୋଜିଟ୍ କରିପାରିବେ। ଯଦି ଆପଣଙ୍କ ଆପ୍ଲିକେସନ୍ ଆବେଦନ ସମୟରେ କିଛି ଭୁଲ ହେଉଛି ତେବେ 29 ନଭେମ୍ବରରୁ 2 ଜାନୁଆରୀ ମଧ୍ୟରେ ଆପଣ ତାହାକୁ ଏଡିଟିଂ କରିପାରିବେ। କେବଳ ଅନଲାଇନ୍ ମାଧ୍ୟମରେ ହିଁ ଆବେଦନ କରିବେ, ଯେଉଁଟାକି ଆପଣଙ୍କର ରହିଛି www.ossc.gov.in।
ଏଇ ୱେବସାଇଟ୍ ମାଧ୍ୟମରେ ଆପଣଙ୍କୁ ଅନଲାଇନ୍ ଆବେଦନ କରିବା ପାଇଁ ପଡ଼ିବ। ଏବଂ ଏହାପରେ ଆମେ ଦେଖିବା ଏଥିପାଇଁ ଯୋଗ୍ୟତା କ'ଣ ରହିଛି, କେଉଁମାନେ ହିଁ ଏଇ ପୋଷ୍ଟ ପାଇଁ ଆବେଦନ କରିବେ। କାହିଁକିନା ଯୋଗ୍ୟତା ହିଁ ଦେନ୍ ଆପଣଙ୍କର ଓଡ଼ିଆ ରିଡ୍ ରାଇଟ୍ ସ୍ପିକ୍ ଏଇଟା ସବୁ ପୋଷ୍ଟରେ ଅଛି, ଏଥିରେ ମଧ୍ୟ ରହିଛି। ଦେନ୍ ଏହାପରେ ଆପଣଙ୍କର ଯେଉଁ ରହିଛି କ୍ୱାଲିଫିକେସନ୍, ଯେଉଁଟାକି ଆପଣଙ୍କର କ'ଣ କରିଥିବେ, ଯେଉଁମାନେ ଆସିଷ୍ଟାଣ୍ଟ ଷ୍ଟାଟିଷ୍ଟିକାଲ ଅଫିସର ପାଇଁ ଆବେଦନ କରିବେ, ସେମାନଙ୍କର ବ୍ୟାଚଲର ଡିଗ୍ରୀ ଆର୍ଟ୍ସ, ସାଇନ୍ସ ବା ଷ୍ଟାଟିଷ୍ଟିକ୍ସରେ କରିଥିବା ଦରକାର। ତାଙ୍କର କେଉଁ ସବଜେକ୍ଟ, ଷ୍ଟାଟିଷ୍ଟିକ୍ସ, ଆପ୍ଲାଏଡ୍ ଷ୍ଟାଟିଷ୍ଟିକ୍ସ, ଇକୋନୋମିକ୍ସ, ମ୍ୟାଥମେଟିକାଲ ଇକୋନୋମିକ୍ସ, ମ୍ୟାଥମେଟିକ୍ସ, ସୋସିଓଲୋଜି, ଦେନ୍ କମ୍ପ୍ୟୁଟର ସାଇନ୍ସ ବା କମ୍ପ୍ୟୁଟର ଆପ୍ଲିକେସନ୍, এইটা ଆପଣଙ୍କର ଅନର୍ସ କିମ୍ବା ମେଜର ସବଜେକ୍ଟ ଥିବା ଦରକାର। ମାନେ ଅନର୍ସ ହେଲେ ବି ଚଳିବ, ଇଲେକ୍ଟିଭ ହେଲେ ବି ଚଳିବ। ଯଦି ଆପଣ ପୋଷ୍ଟ ଗ୍ରାଜୁଏଟ୍ କରୁଛନ୍ତି, ଯଦି ଷ୍ଟାଟିଷ୍ଟିକ୍ସରେ କରିଥିବେ, ଆପ୍ଲାଏଡ୍ ଷ୍ଟାଟିଷ୍ଟିକ୍ସରେ କରିଥିବେ କିମ୍ବା ଏଗ୍ରିକଲଚରାଲ ଷ୍ଟାଟିଷ୍ଟିକ୍ସ କରିଛନ୍ତି କିମ୍ବା ଇକୋନୋମିକ୍ସ କରିଛନ୍ତି ବା ଆପ୍ଲାଏଡ୍ ଇକୋନୋମିକ୍ସ କରିଛନ୍ତି କିମ୍ବା ଏଗ୍ରିକଲଚରାଲ ଇକୋନୋମିକ୍ସ କରିଛନ୍ତି, ମ୍ୟାଥମେଟିକାଲ ଇକୋନୋମିକ୍ସ କରିଛନ୍ତି ବା ମ୍ୟାଥମେଟିକ୍ସ କରିଛନ୍ତି ବା ସୋସିଓଲୋଜି ବା କମର୍ସ ବା ଡାଟା ସାଇନ୍ସ କରିଛନ୍ତି, ଦେନ୍ ଆପଣ ଆବେଦନ କରିପାରିବେ। ଯେଉଁମାନେ ବିକମ୍ କମର୍ସ କରିଛନ୍ତି କିମ୍ବା ଡାଟା ସାଇନ୍ସ କରିଛନ୍ତି, ସେମାନେ ମଧ୍ୟ ଆବେଦନ କରିପାରିବେ। ଏବଂ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ଯେଉଁମାନେ ଆବେଦନ କରିବେ, ଦେନ୍ ସେମାନଙ୍କର କ'ଣ ନା ବ୍ୟାଚଲର ଡିଗ୍ରୀ, ଯଦି ମାନେ ବ୍ୟାଚଲର ଡିଗ୍ରୀ ଆର୍ଟ୍ସ ହଉ କି ସାଇନ୍ସ ହଉ, ତେବେ ସେମାନଙ୍କର ମ୍ୟାଥମେଟିକ୍ସ, ଷ୍ଟାଟିଷ୍ଟିକ୍ସ, କମ୍ପ୍ୟୁଟର ଆପ୍ଲିକେସନ୍, ଫିଜିକ୍ସ, ଇକୋନୋମିକ୍ସ, ଆପ୍ଲାଏଡ୍ ଇକୋନୋମିକ୍ସ, ଏଗ୍ରିକଲଚର ଇକୋନୋମିକ୍ସ, ଏନ୍ଏ କିମ୍ବା କମର୍ସ ଯଦି ଆପଣ କରିଥିବେ, ଏଇ ସବଜେକ୍ଟ ଥିଲେ ହିଁ ଆବେଦନ କରିବେ, ନହେଲେ ଆପଣ ଆବେଦନ କରିପାରିବେ ନାହିଁ। ଏଥିରେ ମଧ୍ୟ ଏଜ୍ ଲିମିଟ୍ ରହିଛି ଆପଣଙ୍କର 21 ବର୍ଷ ମିନିମମ୍, ଯେଉଁଟାକି ମ୍ୟାକ୍ସିମମ୍ ରହିଛି 48 ଇୟର୍। ଏବଂ ଏଥିରେ ଆପଣଙ୍କର ଯେଉଁମାନେ ଏସ୍ସି, ଏସ୍ଟି, ଏସ୍ସି, ବିସି ରହିଛନ୍ତି, ସେମାନଙ୍କୁ 5 ଇୟର୍ ରିଲାକ୍ସେସନ୍, ମାନେ 43 ବର୍ଷ ପର୍ଯ୍ୟନ୍ତ ଆବେଦନ କରିବେ। ଯେଉଁମାନେ ଆପଣଙ୍କର ପିଡବ୍ଲ୍ୟୁଡି ଅଛନ୍ତି, ସେମାନେ 48 ଇୟର୍ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଯେଉଁଟାକି ଏଜ୍ର କ୍ରାଇଟେରିଆ ରହୁଛି 1/1/2024 ସୁଦ୍ଧା ଆପଣଙ୍କର ଏଇ ବୟସ କ୍ରାଇଟେରିଆ ଆପଣ ଫୁଲଫିଲ୍ କରୁଥିବା ଦରକାର। ଯଦି କରୁନଥିବେ, ଦେନ୍ ଆପଣ ଏଥିପାଇଁ ଏଲିଜିବୁଲ୍ ହେବେ ନାହିଁ। ଦେଖନ୍ତୁ ଏଥିରେ ସିଲେକ୍ସନ୍ ପ୍ରୋସେସ୍ କ'ଣ ରହିବ ନା, ପ୍ରଥମେ ପ୍ରିଲିମିନାରୀ ଏକ୍ଜାମିନେସନ୍ କରାଯିବ 150 ମାର୍କରେ, ଏବଂ ତାପରେ ଆପଣଙ୍କର ମେନ୍ ଏକ୍ଜାମିନେସନ୍ କରାଯିବ, ଏବଂ ତାପରେ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ କରାଯିବ, ଏବଂ ତାପରେ ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ୍ ହେବ। ତାପରେ ଆପଣଙ୍କର ସିଲେକ୍ସନ୍ ଆସିବ। ଏଇ ପ୍ରୋସେସ୍ ମାଧ୍ୟମରେ ଆପଣ ଷ୍ଟାଟିଷ୍ଟିକାଲ ଅଫିସର ହେଇପାରିବେ, ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ମଧ୍ୟ ହେଇପାରିବେ। ଏବଂ ଏହାପରେ ଆସୁଛି ଆପଣଙ୍କର କ'ଣ ନା, ଆଉ ଗୋଟିଏ ପୋଷ୍ଟ ରହିଛି, ଯେଉଁଟାକି ଆପଣଙ୍କର ସବ୍ ଇନ୍ସପେକ୍ଟର ଟ୍ରାଫିକ୍, ଯେଉଁଟାକି ଟ୍ରାଫିକ୍ ଏସ୍ଆଇ ଏବଂ ସବ୍ ଇନ୍ସପେକ୍ଟର ଅଫ୍ ଏକ୍ସାଇଜ୍, ଯେଉଁଟାକି ଏକ୍ସାଇଜ୍ ଡିପାର୍ଟମେଣ୍ଟରେ ଏସ୍ଆଇ ପୋଷ୍ଟ ରହିଛି ଏବଂ ଆପଣଙ୍କ ଟ୍ରାଫିକ୍ରେ ରହିଛି। ଆପଣଙ୍କର ଯେଉଁ ଟ୍ରାଫିକ୍ ଇନ୍ସପେକ୍ଟର ପୋଷ୍ଟ ରହିଛି, ସେଥିରେ ଟୋଟାଲ ପୋଷ୍ଟ ଆସୁଛି 21ଟି, ଏବଂ ଏଇଟା ଗ୍ରୁପ୍ ବିର ପୋଷ୍ଟ ରହୁଛି। ଏବଂ ଆପଣଙ୍କ ଲେବୁଲ୍ 9ର ସାଲେରୀ, ଲେବୁଲ୍ 9ର ସାଲେରୀ ହେଲେ ଆପଣ ବୁଝିପାରୁଥିବେ ଯେ 35,400 ହେଉଛି ବେସିକ୍ ପେ, ଏବଂ ଟୋଟାଲ ଉପରେ ଯଦି ଆପଣଙ୍କୁ ଦେଖାଯିବ ଇନ୍ ହ୍ୟାଣ୍ଡ ସାଲେରୀ ଆପଣଙ୍କର 55,000 ଡିଏ ଏଚ୍ଆର୍ଏକୁ ମିଶିକି ହେବ। ଦେନ୍ ଆପଣଙ୍କର ଯେଉଁ ରହିଛି ସବ୍ ଇନ୍ସପେକ୍ଟର ଯେଉଁ ଏକ୍ସାଇଜ୍ ଅଛି, ତାହା ରହିଛି ଆପଣଙ୍କ 10ଟି ପୋଷ୍ଟ। ଗ୍ରୁପ୍ ସି ରହିଛି, ଲେବୁଲ୍ 8 ରହିଛି। ଲେବୁଲ୍ 8ର ଆପଣଙ୍କର ବେସିକ୍ ପେ କେତେ ରହୁଛି ନା 29,200। ଆପଣଙ୍କର ଟିଏ ଡିଏ ସମସ୍ତଙ୍କୁ ମିଶାଇବା ପରେ ଆପଣଙ୍କୁ 45,000 ପ୍ଲସ୍ ସାଲେରୀ ଇନ୍ ହ୍ୟାଣ୍ଡ ଆସିବ। ଏଇଟା ବେସିକ୍ ପେ, ଏବଂ ଏଥିରେ ଆପଣଙ୍କର ଡିଏ ମିଳିବ, ଡିଆର୍ଏସ୍ ଆଲାଉନ୍ସ ମିଳିବ, ଏଚ୍ଆର୍ଏ ମିଳିବ, ସବୁ ମିଳିକି ଆପଣଙ୍କର 45,000 ସାଲେରୀ ହେଇଯିବ। ଦେଖନ୍ତୁ ଏଇ ପୋଷ୍ଟ ପାଇଁ ଆପଣ କେବେ ଆବେଦନ କରିବେ ନା, ନଭେମ୍ବର 25ରୁ ଆରମ୍ଭ ହେଉଛି ଆବେଦନ, ଏବଂ ଡିସେମ୍ବର 24 ତାରିଖ ପର୍ଯ୍ୟନ୍ତ ଲାଷ୍ଟ ଡେଟ୍ ରହୁଛି। ଏବଂ ଆପ୍ଲିକେସନ୍ ଫର୍ମ ମଧ୍ୟ ସବମିଶନ୍ କେବେ, ନଭେମ୍ବର 25ରୁ ଡିସେମ୍ବର 27 ତାରିଖ ମଧ୍ୟରେ ଆପଣ ସବମିଶନ୍ କରିପାରିବେ। ଯଦି ଆବେଦନ ସମୟରେ କିଛି ଭୁଲ ରହୁଛି, ଦେନ୍ ଆପଣଙ୍କ ନଭେମ୍ବର 25ରୁ ଡିସେମ୍ବର 30 ତାରିଖ ମଧ୍ୟରେ ଆପଣ କରେକ୍ସନ୍ କରିପାରିବେ। ଏଇଟା ଆପଣଙ୍କର ରହିଲା ଆପ୍ଲାଇ ଡେଟ୍, ଏବଂ କ'ଣ କ'ଣ ପୋଷ୍ଟ ରହିଛି ଏବଂ ଏଥିପାଇଁ କେଉଁମାନେ ଯୋଗ୍ୟ, କ'ଣ ଶିକ୍ଷାଗତ ଯୋଗ୍ୟତା ଥିଲେ ଆପଣ ଏଇ ପୋଷ୍ଟ ପାଇଁ ଆବେଦନ କରିବେ। ମନେ ରଖନ୍ତୁ, ଯେଉଁମାନେ ବ୍ୟାଚଲର ଡିଗ୍ରୀ କରିଛନ୍ତି, ଆପଣଙ୍କର ଆର୍ଟ୍ସ କରନ୍ତୁ, କମର୍ସରେ କରନ୍ତୁ, ଏନି ବ୍ୟାଚଲର ଡିଗ୍ରୀ, ଇଞ୍ଜିନିୟରିଂ କରନ୍ତୁ, ବିଟେକ୍ କରନ୍ତୁ, ଯାହା ବି କରନ୍ତୁ, ଆପଣ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ ଯଦି ଆପଣ ବ୍ୟାଚଲର ଡିଗ୍ରୀ ପାସ୍ କରିଥିବେ। ଏବଂ ଏଥିରେ ମଧ୍ୟ ମିନିମମ୍ ଇୟର୍ 21 ବର୍ଷ ରହୁଛି, ମ୍ୟାକ୍ସିମମ୍ ରହୁଛି 38 ବର୍ଷ, ଯେଉଁଟାକି ଆପଣଙ୍କର ଫାଷ୍ଟ ଡେଟ୍ ଅଫ୍ ଇୟର୍, ଯେଉଁଟାକି 1/1/2024, ଜାନୁଆରୀ 1 2024 ସୁଦ୍ଧା ମିନିମମ୍ 21 ବର୍ଷ, ମ୍ୟାକ୍ସିମମ୍ 38 ଇୟର୍ ହେଇଥିଲେ ଆପଣ ଆବେଦନ କରିପାରିବେ। ତାଠୁ ଯଦି ଅଧିକ ହେଉଛି, ଦେନ୍ ଆପଣ ଆବେଦନ କରିପାରିବେ ନାହିଁ। ଦେଖନ୍ତୁ ଏଥିରେ ସିଲେକ୍ସନ୍ ପ୍ରୋସେସ୍ କ'ଣ ରହୁଛି, ଗୋଟେ ରିଟିନ୍ ଏକ୍ଜାମିନେସନ୍ କରାଯିବ,
ରିଟିନ୍ ଏକ୍ଜାମିନେସନ୍ ପରେ ଫିଜିକାଲ୍ ମେଜରମେଣ୍ଟ, ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ କରାଯିବ। ତାପରେ ସାର୍ଟିଫିକେଟ୍ ଭେରିଫିକେସନ୍ ହେବ। ଷ୍ଟେଜ୍ 1ରେ ରିଟିନ୍ ଏକ୍ଜାମିନେସନ୍ ଯୋଉଟାକି ଆପଣଙ୍କ 150 ମାର୍କରେ ଯୋଉଟାକି କ୍ୱେଶ୍ଚନର ଏକ୍ଜାମିନେସନ୍ କରାଯିବ। ଏଥିରେ ନେଗେଟିଭ୍ ମାର୍କ ମଧ୍ୟ ରହିବ ଏବଂ ଏହାପରେ ଆପଣଙ୍କର ଫିଜିକାଲ୍ ମେଜରମେଣ୍ଟ, ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ କରାଯିବ। ଏଇଟା ମନେ ରଖନ୍ତୁ ଫିଜିକାଲ୍ ମେଜରମେଣ୍ଟ, ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ କେବଳ କ୍ୱାଲିଫାଇଂ ନେଚର। ଆପଣ ରିଟିନ୍ ଏକ୍ଜାମିନେସନ୍‌ରେ ଯେତେ ଭଲ କରିବେ ସେ ଅନୁସାରେ ଆପଣଙ୍କୁ ସିଲେକ୍ସନ୍ କରାଯିବ। ଦେନ୍ ଦେଖନ୍ତୁ ଆମେ ଦେଖିବା ଫିଜିକାଲ୍ ଯୋଉ ରହିଛି ସେଥିରେ ଆପଣଙ୍କର କ'ଣ ସବୁ ରହିଛି। ଦେଖନ୍ତୁ ପ୍ରଥମେ ହାଇଟ୍ ରହିଛି। ଯେଉଁମାନେ ଜେନେରାଲ ଏବଂ ଏସ୍-ସି-ବି-ସି ମେଲ୍ ପର୍ସନ୍ ଅଛନ୍ତି, ମେନ୍ ଅଛନ୍ତି, ପୁରୁଷ ଅଛନ୍ତି, ସେମାନଙ୍କର ହାଇଟ୍ 168 ସେଣ୍ଟିମିଟର ଏବଂ ୱେଟ୍ 55 କେଜି। ଛାତି ସେମାନଙ୍କର ଅନଏକ୍ସପାଣ୍ଡେଡ୍‌ରେ 79 ସେଣ୍ଟିମିଟର ଏବଂ ଏକ୍ସପାଣ୍ଡେଡ୍ କଲେ 84। ଦେନ୍ ଓମେନ୍ କ୍ୟାଣ୍ଡିଡେଟ୍ସ ରହିଛନ୍ତି ଏସ୍-ସି-ବି-ସି ଏବଂ ଯେଉଁଟାକି ଜେନେରାଲରେ 155 ସେଣ୍ଟିମିଟର ହାଇଟ୍। ଓଜନ ସେମାନଙ୍କର ରହୁଛି 47.5 କେଜି ରହୁଛି। ଯେଉଁଟାକି ମହିଳା କ୍ଷେତ୍ରରେ ଚେଷ୍ଟ ଆପଣଙ୍କର ମେଜରମେଣ୍ଟ ହୁଏ ନାହିଁ। ଦେନ୍ ଆପଣଙ୍କର ଯେଉଁମାନେ ଏସ୍-ସି ଏସ୍-ଟିର ମେନ୍ ପର୍ସନ୍ ରହିଲେ ସେମାନଙ୍କର 163 ସେଣ୍ଟିମିଟର ହାଇଟ୍, 50 କେଜି ଓଜନ। ଛାତି ଅନଏକ୍ସପାଣ୍ଡେଡ୍‌ରେ ଆପଣଙ୍କର 76 ସେଣ୍ଟିମିଟର, ଏକ୍ସପାଣ୍ଡେଡ୍ କଲେ ରହିବ କେତେ ନା 81 ସେଣ୍ଟିମିଟର। ଯେଉଁମାନେ ରହିଛନ୍ତି ସିଡ୍ୟୁଲ୍ଡ କାଷ୍ଟର ଓମେନ୍ ବା ଏସ୍-ସି ଏସ୍-ଟି ଓମେନ୍ ରହିଛନ୍ତି ସେମାନଙ୍କର ହାଇଟ୍ 150 ସେଣ୍ଟିମିଟର ଏବଂ ୱେଟ୍ ରହୁଛି 45 କେଜି ଏବଂ ଛାତି କାହାର ମେଜରମେଣ୍ଟ କରାଯାଏ ନାହିଁ ମହିଳାମାନଙ୍କ କ୍ଷେତ୍ରରେ। ରନିଂ ଆପଣଙ୍କର କ'ଣ କରିବା ପାଇଁ ପଡ଼ିବ ନା 1.6 କିଲୋମିଟର 8 ମିନିଟ୍ ମଧ୍ୟରେ କମ୍ପ୍ଲିଟ୍ କରିବା ପାଇଁ ପଡ଼ିବ। ଲଙ୍ଗ ଜମ୍ପ ଆପଣଙ୍କର 3.66 ଆପଣଙ୍କର ଲେନ୍ଥ 3 ଆଟେମ୍ପ୍ଟରେ ଆପଣଙ୍କୁ କମ୍ପ୍ଲିଟ୍ କରିବା ପାଇଁ ପଡ଼ିବ। ଦେନ୍ ଓମେନ୍‌ର ରନିଂ ରହିଛି ସେଇ 1.6 କିଲୋମିଟର, ତାଙ୍କୁ 10 ମିନିଟ୍ 20 ସେକେଣ୍ଡରେ କମ୍ପ୍ଲିଟ୍ କରିବା ପାଇଁ ପଡ଼ିବ। ଲଙ୍ଗ ଜମ୍ପ ରହୁଛି ଆପଣଙ୍କର 2.77 ଯେଉଁଟାକି ଆପଣଙ୍କର 3ଟି ଚାନ୍ସରେ ତାଙ୍କୁ କମ୍ପ୍ଲିଟ୍ କରିବା ପାଇଁ ପଡ଼ିବ। ଏଇଟା ରହିଲା କ'ଣ ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ ଏବଂ ଏହା ସହିତ ଯେଉଁ ରହିଛି ଫଲୋଇଂ ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ ସେଟ୍ ବି ସବ୍ ଇନ୍ସପେକ୍ଟର ଅଫ୍ ଟ୍ରାଫିକ୍। ଏଟା ଆମର ଗଲା କ'ଣ ପ୍ରଥମେ ଆମେ ଦେଖିଲେ ଏକ୍ସାଇଜ୍ ଡିପାର୍ଟମେଣ୍ଟରେ ଏବଂ ଟ୍ରାଫିକ୍‌ରେ। ରନିଂ ମଧ୍ୟ ସେମ୍ ରହିଛି ଆପଣଙ୍କର 1.6 କିଲୋମିଟର 8 ମିନିଟ୍ ମଧ୍ୟରେ। ଅଲ୍ କ୍ୟାଟାଗୋରିର ମେଲ୍ ପାଇଁ ଏବଂ ଅଲ୍ କ୍ୟାଟାଗୋରିର ଓମେନ୍ ପାଇଁ ରହୁଛି କ'ଣ ନା 1.6 କିଲୋମିଟର 10 ମିନିଟ୍ 20 ସେକେଣ୍ଡରେ ଆଉ ଓମେନ୍ କ୍ୟାଣ୍ଡିଡେଟ୍ସ ମାନଙ୍କ ପାଇଁ। ଏଥିରେ କିଛି ସେପାରେସନ୍ ନାହିଁ, ସମସ୍ତଙ୍କୁ ସମାନ ଭାବରେ କରିବା ପାଇଁ ପଡ଼ିବ। ଦେଖନ୍ତୁ ଏଇ ରହିଛି ଆପଣଙ୍କର ଏଇ ଡିପାର୍ଟମେଣ୍ଟରେ ପୋଷ୍ଟ। ଟୋଟାଲ ଉପରେ ଯଦି ଆପଣ ଦେଖିବେ ପୋଷ୍ଟ ରହିଛି ଆପଣଙ୍କର 528ଟି ପୋଷ୍ଟ। ଆପଣ ନିଶ୍ଚିନ୍ତ ଭାବରେ ଯଦି ଏଇ ପୋଷ୍ଟ ପାଇଁ ଏଲିଜିବଲ୍ ହେଉଛନ୍ତି ଆବେଦନ କରନ୍ତୁ ଏବଂ ଏହାର ଡିଟେଲ୍ସ ନୋଟିଫିକେସନ୍ ଆପଣଙ୍କୁ ଆମର ଟେଲିଗ୍ରାମ ଚ୍ୟାନେଲ୍ ଓଡ଼ିଶା କମ୍ୟୁନିକେସନ୍‌ରେ ଆଭେଲେବଲ୍ ହେଇଯିବ। ନିଶ୍ଚିନ୍ତ ଭାବରେ ଭିଜିଟ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ନେକ୍ସଟ ଅପଡେଟ୍‌ରେ। ସେ ପର୍ଯ୍ୟନ୍ତ ବିଦାୟ ନେବା। ଜୟ ଜଗନ୍ନାଥ, ଜୟ ଓଡ଼ିଶା।